ଆମେ ସମସ୍ତେ ଆମ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁ, ନୂଆ ନୂଆ ଶିଖର ଛୁଇଁବାକୁ ଚାହୁଁ, ଠିକ୍ ନୁହେଁ କି? କିନ୍ତୁ କେବେ କେବେ ଏମିତି ଲାଗେ ଯେମିତି ଆମେ ଗୋଟେ ଜାଗାରେ ଅଟକି ଯାଇଛୁ, ଗୋଟେ ଅଦୃଶ୍ୟ କାନ୍ଥ ଆମ ସାମ୍ନାରେ। ତେବେ ଆଜିର ଏହି ଆଲୋଚନାରେ ଆସନ୍ତୁ ସେହି କାନ୍ଥ ପଛର ପ୍ରକୃତ କାରଣଟା ଖୋଜିବା ଆଉ ତାକୁ ଭାଙ୍ଗିବାର ରାସ୍ତା ବି ଦେଖିବା। କେବେ ଏମିତି ଲାଗିଛି କି ଯେତେ ବି ଚେଷ୍ଟା କରୁଛନ୍ତି କିନ୍ତୁ ଆଗକୁ ଯାଇପାରୁନାହାନ୍ତି, ମାନେ ବହୁତ ପରିଶ୍ରମ କରୁଛନ୍ତି ହେଲେ ଫଳ ସେଇଠି। ଜାଣିଛନ୍ତି ଏଇଟା ଏକ ବହୁତ ସାଧାରଣ କଥା, ବହୁତ ଲୋକଙ୍କ ସହିତ ଏମିତି ହୁଏ। ତେବେ ସିଧାସଳଖ ପ୍ରଶ୍ନଟି ହେଲା, ଆପଣ କ'ଣ କେଉଁଠି ଅଟକି ଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି? ଜୀବନର କୌଣସି ବି ମୋଡ଼ରେ ଏମିତି ଲାଗୁଛି କି? ନିଜକୁ ଏ ପ୍ରଶ୍ନ ପଚାରିବା ବହୁତ ଜରୁରୀ, କାରଣ ଏଇଠୁ ହିଁ ଆମକୁ ପ୍ରକୃତ ଉତ୍ତର ମିଳିବ। ଆଉ ଦେଖନ୍ତୁ, ଏଇ ଯୋଉ ଅଟକି ଯିବାର ଅନୁଭବ, ଏଟା ଖାଲି ପାଠପଢ଼ାରେ ନୁହେଁ, ନା, ଏଟା ଆମ ଜୀବନର ପ୍ରତିଟି କ୍ଷେତ୍ରରେ ହୋଇପାରେ। ଆମ ବ୍ୟକ୍ତିଗତ ଜୀବନରେ, ପରିବାରରେ, ସ୍ୱାସ୍ଥ୍ୟରେ, କାମରେ, ବିଜନେସ୍ରେ, ଏମିତିକି ଆମ ସମ୍ପର୍କ ଆଉ ଆମ ଆୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳେ। ଆମର ସାଧାରଣତଃ ଗୋଟେ ଧାରଣା ଥାଏ ଯେ ଆହୁରି ପରିଶ୍ରମ କଲେ ସବୁ ଠିକ୍ ହୋଇଯିବ। କିନ୍ତୁ କେବେ ଭାବିଛନ୍ତି ଯଦି ସମସ୍ୟାଟା ଆମ ପରିଶ୍ରମରେ ନାହିଁ, ଯଦି ଏହାର କାରଣ ଆହୁରି କିଛି ଗଭୀର ହୋଇଥାଏ, ତେବେ ଚାଲନ୍ତୁ ଏକଦମ ଗୋଟେ ନୂଆ ନଜରରେ ଏହାକୁ ଦେଖିବା। ତେବେ କ'ଣ ପ୍ରକୃତ ସମସ୍ୟା ଆମ ଶିଖିବାର କ୍ଷମତାରେ ହିଁ ଅଛି, ଆମ ଲର୍ଣ୍ଣିଂ ଏବିଲିଟିରେ? କ'ଣ ଏଇଟା ହିଁ ସେଇ ମୂଳ କାରଣ ଯାହା ଆମକୁ ଆଗକୁ ବଢ଼ିବାକୁ ଦେଉନି? ଏହି ଚିତ୍ରଟିକୁ ଟିକେ ଦେଖନ୍ତୁ। ଏଠି ଗୋଟେ କାହାଣୀର ଦୁଇଟା ପାର୍ଶ୍ୱ ଅଛି। ଡାହାଣ ପଟେ ଆମେ ଦେଖୁଛେ ଫଳାଫଳ, ଯେମିତିକି ପାଠପଢ଼ାରେ ସମସ୍ୟା, ଆତ୍ମବିଶ୍ୱାସର ଅଭାବ, ଏସବୁ। କିନ୍ତୁ ବାମପଟକୁ ଦେଖନ୍ତୁ, ସେଠି ଅଛି ଏହାର ମୂଳ କାରଣ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ ଜାଣିଛନ୍ତି? ଏହି କାରଣଗୁଡ଼ିକର ପ୍ରତିଶତ ଟିକେ ଧ୍ୟାନ ଦେଇ ଦେଖନ୍ତୁ। ମୋଟିଭେସନ୍ ବା ପ୍ରେରଣାର ଅଭାବ ମାତ୍ର 5%, ଆଉ ଖରାପ ଟିଚିଂ ବା ଶିକ୍ଷାଦାନ ପାଇଁ 10%, ବାସ୍। କିନ୍ତୁ ସବୁଠୁ ବଡ଼ କାରଣଟା କ'ଣ? 80%। ହଁ, 80%। ଟିକେ ଭାବିଲେ ଏତେ ବଡ଼ ସଂଖ୍ୟା। 80% ଶିକ୍ଷାଗତ ସମସ୍ୟାର ମୂଳ କାରଣ ହେଉଛି ଦୁର୍ବଳ ଜ୍ଞାନଗତ କୌଶଳ, ଯାହାକୁ ଆମେ କଗ୍ନିଟିଭ୍ ସ୍କିଲ୍ସ ବୋଲି କହୁ। ଏଇଟା ଖରାପ ଶିକ୍ଷାଦାନ କି ମୋଟିଭେସନ୍ ଅଭାବଠାରୁ ବହୁତ ବଡ଼ କାରଣ। ତେବେ ଏବେ ପ୍ରଶ୍ନ ଉଠୁଛି, ଏ କଗ୍ନିଟିଭ୍ ସ୍କିଲ୍ସ ଜିନିଷଟା ପ୍ରକୃତରେ କ'ଣ? ଭାବିନିଅନ୍ତୁ, ଆମ ମସ୍ତିଷ୍କ ଗୋଟେ କମ୍ପ୍ୟୁଟର। ତେବେ ଏହି କଗ୍ନିଟିଭ୍ ସ୍କିଲ୍ସ ହେଉଛି ସେହି କମ୍ପ୍ୟୁଟରର ଅପରେଟିଂ ସିଷ୍ଟମ୍, ମାନେ OS। ଏଇଟା ହିଁ ଆମ ମସ୍ତିଷ୍କର ମୂଳ କାର୍ଯ୍ୟପ୍ରଣାଳୀ। ଆମେ କେମିତି ଚିନ୍ତା କରୁ, କେମିତି ଶିଖୁ, କେମିତି ମନେ ରଖୁ, ଏ ସବୁ କିଛି ଏହା ଉପରେ ହିଁ ନିର୍ଭର କରେ। ଆଚ୍ଛା, ଏହି ଚିତ୍ରଟିକୁ ଦେଖନ୍ତୁ। ଏଥିରେ ପୁରା ପ୍ରକ୍ରିୟାଟା ବହୁତ ସହଜରେ ବୁଝାଇ ଦିଆଯାଇଛି। ଦେଖନ୍ତୁ, ବାମପଟୁ ଆସୁଛି ଇନପୁଟ୍, ମାନେ ଯାହା ସବୁ ସୂଚନା ଆମେ ଆମର 5 ଇନ୍ଦ୍ରିୟ ମାଧ୍ୟମରେ ପାଉ, ତାପରେ ମଝିରେ ଆମ ମସ୍ତିଷ୍କ ତାକୁ ପ୍ରୋସେସ୍ କରୁଛି। ଆଉ ଏହି ପ୍ରୋସେସିଂ ସମୟରେ ହିଁ ଧ୍ୟାନ, ମେମୋରି, ପ୍ରୋସେସିଂ ସ୍ପିଡ୍ ଭଳି ସ୍କିଲ୍ସ କାମରେ ଲାଗୁଛି। ଆଉ ଶେଷରେ ଏହି ପ୍ରୋସେସ୍ ହୋଇଥିବା ସୂଚନା ଆମର ଜ୍ଞାନ ବ୍ୟାଙ୍କରେ ଯାଇ ସଞ୍ଚିତ ହେଉଛି, ଯାହାକୁ ଆମେ ଆଉଟପୁଟ୍ ଆକାରରେ ବାହାର କରୁ, ଯେମିତିକି ପରୀକ୍ଷାରେ ଉତ୍ତର ଲେଖିବା କିମ୍ବା କଥାବାର୍ତ୍ତା କରିବା। ଯଦି ଆହୁରି ସରଳ ଭାବରେ ବୁଝିବା, ତେବେ ଏହି କଗ୍ନିଟିଭ୍ ସ୍କିଲ୍ସକୁ ଆମେ କମ୍ପ୍ୟୁଟରର ହାର୍ଡ ଡିସ୍କ କ୍ୟାପାସିଟି ଆଉ ରାମ୍ ସ୍ପିଡ୍ ସହିତ ତୁଳନା କରିପାରିବା। ଆପଣଙ୍କ ମସ୍ତିଷ୍କ କେତେ ଶୀଘ୍ର ସୂଚନାକୁ ପ୍ରୋସେସ୍ କରିପାରିବ ଆଉ କେତେ ସୂଚନା ଧରି ରଖିପାରିବ, ତାହା ଏହା ହିଁ ନିର୍ଣ୍ଣୟ କରେ। ଆଉ ଏହି କଗ୍ନିଟିଭ୍ ସ୍କିଲ୍ସ ହେଉଛି ବାକି ସବୁ ସ୍କିଲ୍ସର ମୂଳଦୁଆ, ଗୋଟେ ବିଲ୍ଡିଂର ଫାଉଣ୍ଡେସନ୍ ଭଳି। ଆମର ପାଠପଢ଼ା ସ୍କିଲ୍, ଆମର ଭାଷା କହିବାର କୌଶଳ, ଆମର ଯୋଗାଯୋଗ କରିବାର କ୍ଷମତା, ଏମିତିକି ସଫ୍ଟ ସ୍କିଲ୍ସ, ଏସବୁ କିଛି ଏହି ମୂଳଦୁଆ ଉପରେ ହିଁ ତିଆରି ହୋଇଛି। ତେଣୁ ଯଦି ମୂଳଦୁଆ ଦୁର୍ବଳ, ତେବେ ଉପର ମହଲା କେମିତି ମଜବୁତ ହେବ? କିନ୍ତୁ ଏଠି ଭଲ ଖବରଟା ହେଉଛି, ଆମେ ଏହି କୌଶଳଗୁଡ଼ିକୁ ମାପିପାରିବା। ଆମେ ଜାଣିପାରିବା ଆମର କେଉଁ ସ୍କିଲ୍ କେତେ ଶକ୍ତିଶାଳୀ। ଗୋଟେ ପ୍ରକାରରେ ଆମେ ନିଜ ମସ୍ତିଷ୍କର ଗୋଟେ ମ୍ୟାପ୍ ବା ମାନଚିତ୍ର ତିଆରି କରିପାରିବା। ଏଇ ଦେଖନ୍ତୁ, ଏଇଟା ହେଉଛି ସେଇଭଳି ଏକ କଗ୍ନିଟିଭ୍ ଆସେସମେଣ୍ଟ ରିପୋର୍ଟର ନମୁନା। ଏଥିରେ କିଛି ପାସ୍ କିମ୍ବା ଫେଲ୍ ନାହିଁ, ମନେ ରଖିବେ। ଏଟା କେବଳ ଆମ ମସ୍ତିଷ୍କର ଗୋଟେ ମାନଚିତ୍ର। ଉଦାହରଣ ଦେଖନ୍ତୁ, ଏଠି ଦେଖାଉଛି ଅଡିଟୋରୀ ମେମୋରି, ମାନେ ଶୁଣିକି ମନେ ରଖିବାର କ୍ଷମତା କେତେ, କିମ୍ବା ପ୍ରୋସେସିଂ ସ୍ପିଡ୍, ମାନେ କୌଣସି ଜିନିଷକୁ କେତେ ଶୀଘ୍ର ବୁଝିବାର କ୍ଷମତା କେତେ। ଏହା ଆମକୁ ନିଜର ଶକ୍ତି ଆଉ ଦୁର୍ବଳତାକୁ ଚିହ୍ନିବାରେ ବହୁତ ସାହାଯ୍ୟ କରେ। ତେବେ ଏମିତି ଗୋଟେ ମାନଚିତ୍ର ପାଇବାର ଲାଭ କ'ଣ? ଦେଖନ୍ତୁ, ଏହାଦ୍ୱାରା ଜଣେ ନିଜର ଶକ୍ତି ଓ ଦୁର୍ବଳତାକୁ ଭଲ ଭାବେ ବୁଝିପାରିବ। ସେହି ଅନୁସାରେ ନିଜ ପାଇଁ ଠିକ୍ ପାଠପଢ଼ା କିମ୍ବା କ୍ୟାରିୟର ବାଛିପାରିବ। ଆଉ ସବୁଠୁ ବଡ଼ କଥା, ନିଜର ନିଷ୍ପତ୍ତି ନେବାର କ୍ଷମତାକୁ ବି ବଢ଼ାଇ ପାରିବ। ଏହା ସତରେ ଏକ ବହୁତ ଶକ୍ତିଶାଳୀ ଟୁଲ୍। କିନ୍ତୁ ଖାଲି ସମସ୍ୟାଟାକୁ ବୁଝିଗଲେ ତ ହେବନି। ତେବେ ଏବେ ଆସନ୍ତୁ ଦେଖିବା
ଏହି ବୁଝାମଣାକୁ ବ୍ୟବହାର କରି ଆମେ କେମିତି ପ୍ରକୃତରେ ପରିବର୍ତ୍ତନ ଆଣିପାରିବା? ଏହି ସ୍ଲାଇଡ୍ ଏହା ହିଁ ହେଉଛି ସେହି ପରିବର୍ତ୍ତନର ପ୍ରକୃତ ପ୍ରମାଣ। ଟିକେ ଧ୍ୟାନ ଦେଇ ଦେଖନ୍ତୁ, ବାମପଟର ରିପୋର୍ଟ ହେଉଛି ଟ୍ରେନିଂ ପୂର୍ବର। ସେଠି ଦେଖନ୍ତୁ କୋର୍ଡିନେସନ୍ ଆଉ ମେମୋରି ସ୍କୋର ଲାଲ ରଙ୍ଗରେ ଅଛି, ଯାହାର ଅର୍ଥ ସେହି କ୍ଷେତ୍ରରେ ଦୁର୍ବଳତା ଅଛି। ଏବେ ଡାହାଣପଟ ରିପୋର୍ଟକୁ ଦେଖନ୍ତୁ, କିଛି ମାସର ସଠିକ୍ ଟ୍ରେନିଂ ପରେ ସେହି ଲାଲ ରଙ୍ଗ ସବୁଜରେ ବଦଳି ଯାଇଛି। ଏହାର ଅର୍ଥ କ'ଣ? ଏହାର ଅର୍ଥ ଆମ ମସ୍ତିଷ୍କ ପରିବର୍ତ୍ତନଶୀଳ। ଆମେ ଚାହିଁଲେ ସଠିକ୍ ତାଲିମ ଦ୍ୱାରା ନିଜର ଦୁର୍ବଳତାକୁ ଶକ୍ତିରେ ବଦଳାଇ ପାରିବା। ଆଉ ଜାଣିଛନ୍ତି, ଏହି ଉନ୍ନତିର ସିଧାସଳଖ ପ୍ରଭାବ ଆମ ପାଠପଢ଼ା ଆଉ କାମ ଉପରେ ପଡ଼େ। ଯେମିତିକି ଭଲ ଗଣିତ କରିବା ପାଇଁ ଭିଜୁଆଲ୍ ପରସେପ୍ସନ୍ ଆଉ ୱାର୍କିଂ ମେମୋରି ବହୁତ ଜରୁରୀ। ସେହିଭଳି ସଙ୍ଗୀତ ପାଇଁ ଅଡିଟୋରୀ ମେମୋରି ଦରକାର। ତେଣୁ ଯଦି ଆମେ ନିଜର କୌଶଳକୁ ଜାଣିବା, ତେବେ ଆମେ କେବଳ କେଉଁଠି ସଫଳ ହେବୁ ତାହା ନୁହେଁ, ବରଂ କେଉଁଠି ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ତାହା ମଧ୍ୟ ସହଜରେ ଜାଣିପାରିବା। ତେଣୁ ଯଦି କେହି ନିଜ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ତେବେ ନିଜକୁ ଆବିଷ୍କାର କରିବାର ଏହି ଯାତ୍ରା ଆରମ୍ଭ କରିବା ପାଇଁ ଏହା ହିଁ ହେଉଛି ସବୁଠୁ ଭଲ ସମୟ। ଗୋଟେ କଥା ସବୁବେଳେ ମନେ ରଖିବା ଉଚିତ, ଯେଉଁଠି ମନ ମିଶେ, ଅର୍ଥ ବଢ଼େ ଏବଂ ବିକାଶ ପାରସ୍ପରିକ ହୁଏ। ମାନେ, ଯେତେବେଳେ ଆମେ ଏକାଠି ହୋଇ ଶିଖୁ ଏବଂ ପରସ୍ପରକୁ ସାହାଯ୍ୟ କରୁ, ଆମ ସମସ୍ତଙ୍କର ବିକାଶ ହୁଏ। ନିଜର ଏହି ଜ୍ଞାନଗତ ଶକ୍ତିକୁ ଆହୁରି ଭଲ ଭାବରେ ବୁଝିବା ଏବଂ ବିକଶିତ କରିବା ପାଇଁ ଯଦି ଆପଣ ପ୍ରଥମ ପଦକ୍ଷେପ ନେବାକୁ ଚାହୁଁଛନ୍ତି, ତେବେ ସ୍କ୍ରିନ୍ରେ ଦିଆଯାଇଥିବା ବିବରଣୀରେ ଯୋଗାଯୋଗ କରିପାରିବେ। ଆଜିର ଆଲୋଚନା ପାଇଁ ଏତିକି। ଧନ୍ୟବାଦ।